ଆଜି ଗୋଟେ ମସ୍ତ ମନ୍ଦିର ବୁଲି ଯାଇଥିନୁ। ତାର ନାଁ ହେଲା କୋଟାପା କୋଣ୍ଡା, ଯେନ୍ଟାକି ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ପାଖେ ଅଛେ। ଗୁଣ୍ଟୁରରୁ 70 କିଲୋମିଟର ହେବା, ପୁରା ପାହାଡ଼ ଉପରେ ଅଛେ। ଏବେ ହେ ପାହାଡ଼ ଉପରକେ ଯିମୁ କାରରେ। ଜଣେ ଚାହିଁଲେ ଚାଲି ଚାଲି ବି ଯାଇପାରବା, ତାର ଲାଗି ସିଢ଼ି ଅଛେ ହେ ଗେଟ୍ ଥ୍ରୋରୁ। ଆଉ ଆମେ ଯେହେତୁ କାରରେ ଯିମୁ ତାର ଲାଗି ଅଲଗା ରାସ୍ତା ଅଛେ। ଏବେ ଏଇଟା ଷ୍ଟାର୍ଟ ହେଲା ପାହାଡ଼କେ ଯିବାର ରାସ୍ତା। ଭିଡ଼ିଓ ପୁରା ଲାଷ୍ଟ ତକ ଦେଖୁନ୍, କାହିଁଲେ କି ଉପରେ ବହୁତ ସୁନ୍ଦର ଦିଶେ ଆଉ ସିନେରୀ ମସ୍ତ ଅଛେ ପୁରା। ଏଇଟା ଭିଡ଼ିଓକେ ସ୍ପିଡ଼ କରିଦେଇଛେଁ, ଏତେ ସ୍ପିଡ଼ରେ ଯାଇନି ହୁଏ। ଟର୍ଣ୍ଣିଂ ମାନେ ଅଛେ, ଦେଖିକି ଟିକେ ଯିବାର ପଡ଼ସି, କିନ୍ତୁ ସ୍ଲୋ ଯିବାର ଅଛେ। କିନ୍ତୁ ଭଲ ବି ଲାଗବା ଡ୍ରାଇଭିଂ ଏକ୍ସପିରିଏନ୍ସଟା। ପୁରା ୟୁ ଟର୍ନ। ରାସ୍ତାରେ ଏନ୍ତା ମୂର୍ତ୍ତି ମାନେ ବି ଅଛେ, ଜଣେ ଚାହିଁଲେ ଉତରିକରି ଫଟୋ ଉଠେଇ ପାରବା। ଇଟା ଫାଇନାଲି ଉପରକେ ପହଞ୍ଚିଲୁ। ହେ ବିଲ୍ଡିଂର ଉପରେ ସେ ମନ୍ଦିର ଅଛେ। ଗାଡ଼ିରେ ଉତରୁନ୍ ସାର୍ ଗଣେଶ ଭଗବାନଙ୍କର ଦର୍ଶନ ମିଲବା। ଆଉ ଏବେ ଦେଖୁନ୍ କେନ୍ତା ସିନେରୀ କେତେ ମସ୍ତ ଦିଶୁଛେ ପୁରା ପାହାଡ଼ ଉପରୁ। ଇଟା ସେ ମନ୍ଦିରର ଗେଟ୍। ଦେଖୁନ୍ କେତେ କାରୁକାର୍ଯ୍ୟ ହେଇଛେ। ସାଉଥ ଇଣ୍ଡିଆର ଯେତେ ବି ମନ୍ଦିର ଦେଖିବେ ତାର ଗେଟ୍ରେ ସବୁବେଳେ ମୂର୍ତ୍ତି ମାନେ ଭର୍ତ୍ତି ଥିସି। ଇଟା ସେ ମନ୍ଦିରର ସାଇଡ୍ ଏରିଆ, ମାନେ ଯେନେ ଦର୍ଶନ କରସନ୍ ଭଗବାନକୁ। ଆଉ ହେନେ ଗୋଟେ ଦେଖୁନ୍ ତାର ଆଘେ ପୁରା ବହୁତ ବଡ଼ ଲିଙ୍ଗଟେ ଅଛନ୍। ଆଉ ଶିବ ଭଗବାନ ତିନି ଆଡ଼େ ଅଛନ୍। ମନ୍ଦିରରୁ ଫେନ୍ ଯଦି ସିଢ଼ି ଚଢ଼ିକରି ଉପରକେ ଟିକେ ଯିବେ, ତାହେଲେ ଗୋଟେ ଶିବ ଭଗବାନଙ୍କର ମୂର୍ତ୍ତି ଦେଖିବେ। ଆଉ ପାଖେ ନାଗ ଦେବତା ମାନଙ୍କର ବି ମୂର୍ତ୍ତି ଦେଖିବେ।